ମଦନପୁର ନାମରେ ଗୋଟିଏ ଗାଁ ଥିଲା। ସେଠାରେ ଲୋକମାନେ ବହୁତ ଖୁସିରେ ଜୀବନ ଯାପନ କରୁଥିଲେ। ଖରା ଦିନର ସମୟ, ଘର ଭିତରେ ବହୁତ ଗରମ। ସେଥିପାଇଁ ଗାଁର ପ୍ରାୟ ଲୋକ ବାହାରେ ଶୋଇଥାନ୍ତି। ରାତିରେ ଶୋଇବା ପରେ ଗାଁ ଭିତରକୁ ଗୋଟିଏ ଗୁହଚରୀ ପିଶାଚିନୀ ଆସିଲା। ଆଉ ରାସ୍ତାରେ ଯାହାକୁ ଦେଖେ ତାର ରକ୍ତ ଶୋଷି ପିଇଯାଏ, ଆଉ ତାକୁ ମାରିକରି ଖାଇଯାଏ। ଏମିତି ସବୁଦିନ କାହାକୁ ନା କାହାକୁ ପିଶାଚିନୀ ରକ୍ତ ଶୋଷି ମାରିଦିଏ। ଏହା ଦେଖି ଗାଁର ସବୁ ଲୋକ ଭୟଭୀତ ହୋଇଗଲେ, ଆଉ ଗାଁର ମୁଖିଆଙ୍କ ସହିତ କଥାବାର୍ତ୍ତା ହେଲେ ଯେ ୟାର ସମାଧାନ କେମିତି କରିବା। ଆଜ୍ଞା ଦେଖନ୍ତୁ, ଆମ ଗାଁକୁ ଗୋଟିଏ ଗୁହଚରୀ ପିଶାଚିନୀ ଆସିଛି, ଯିଏ ରାସ୍ତାରେ ଯିବା ସମୟରେ ଯାହାକୁ ଦେଖିଲେ ତାର ରକ୍ତ ଶୋଷି ତାକୁ ମାରି ଦେଉଛି। ତ ଆପଣ ଆମକୁ ଏଥିରୁ ରକ୍ଷା କରନ୍ତୁ। ହଉ, ତମେମାନେ ଭୟ କର ନାହିଁ, ମୁଁ ତମ ସାଥିରେ ଅଛି। ଦେଖିବା ସେ ପିଶାଚିନୀ କ'ଣ କରୁଛି। ଆଜି ରାତିରେ ଆମେ ସମସ୍ତେ ଯାଇ ସେ ପିଶାଚିନୀକୁ ଯେମିତି ହେଲେ ଧରିବା। ହଉ ଠିକ୍ ଅଛି ଆଜ୍ଞା, ଆମେ ଏଥର ଘରକୁ ଯାଉ। କିଛି ସମୟ ପରେ ରାତି ହୋଇଗଲା, ଆଉ ଗାଁର ମୁଖିଆ ଓ ଗାଁର ଲୋକମାନେ ମିଶିକରି ଗୋଟେ ଗଛ ପାଖରେ ଲୁଚି ରହି ଦେଖୁଥିଲେ କି ଗୁହଚରୀ ପିଶାଚିନୀ କେତେବେଳେ ଗୁହ ଖାଇବାକୁ ଆସୁଛି। ଠିକ୍ ରାତି 12ଟା ପରେ ଗୁହଚରୀ ପିଶାଚିନୀ ଗୁହ ଖାଇବା ପାଇଁ ପଡ଼ିଆକୁ ଗଲା, ଆଉ ଗୁହ ସବୁ ଖାଇବାକୁ ଲାଗିଲା। ଆଉ ଗୁହ ଖାଇବା ସମୟରେ ତା ପାଟିରୁ ଖାଲି ନିଆଁ ହୁଳା ବାହାରୁଥାଏ। ଏହା ଦେଖି ଗାଁର ସବୁ ଲୋକ ଭୟରେ ଥରି ଉଠିଲେ, ଆଉ ଲୁଚିକରି ଘରକୁ ଫେରି ଆସିଲେ। ଗାଁ ଲୋକ ଓ ଗାଁର ମୁଖିଆ ପୁଣି ଥରେ ମିଶିକରି ଆଲୋଚନା କରିଲେ କି ସେ ପିଶାଚିନୀକୁ କେମିତି ସେ ଗାଁରୁ ବାହାର କରିବେ। ପୁଣି ଥରେ ତା ପରଦିନ ରାତିରେ ଗୋଟିଏ ଆମ୍ବ ଗଛ ପାଖରେ ଲୁଚି ରହି ଦେଖୁଥିଲେ କି ଗୁହଚରୀ ପିଶାଚିନୀ କେତେବେଳେ ଆସିବ ଆଉ କାହା ରୂପରେ ଆସୁଛି। ତାପରେ ଠିକ୍ ରାତି 12ଟା ସମୟରେ ପିଶାଚିନୀ ଗୁହଚରୀ ଏକ ସ୍ତ୍ରୀ ଲୋକ ଦେହରେ ପଶିଗଲା, ଆଉ ପୁଣି ଥରେ ପଡ଼ିଆକୁ ଗୁହ ଖାଇବାକୁ ଚାଲିଲା। ତାପରେ ଏପଟେ ଗାଁର ସବୁ ଲୋକ ଦେଖିଲେ କି ଗୋଟେ ସ୍ତ୍ରୀ ଲୋକ ଢାଳଟିଏ ଧରି ଝାଡ଼ା ଆସିଛି। ତ ଏହା ଦେଖି ଗାଁ ଲୋକମାନେ ଡରିଗଲେ କି ରାତି 12ଟା ସମୟରେ କିଏ ସେ ଝାଡ଼ା ଆସିଛି। ଦେଖୁ ଦେଖୁ ଗୁହଚରୀ ପିଶାଚିନୀ ଢାଳଟିକି ଥୋଇ ପିଶାଚିନୀ ବେଶରେ ପରିଣତ ହୋଇଗଲା, ଆଉ ପୁଣି ଥରେ ଗୁହ ଖାଇବାକୁ ଲାଗିଲା। ଆଉ ଠିକ୍ ସେମିତି ତା ପାଟିରୁ ନିଆଁ ହୁଳା ବାହାରୁଥାଏ। ସେହି ସମୟରେ ଗାଁର ଲୋକମାନେ ସାହସ ବାନ୍ଧି ଗୁହଚରୀ ପିଶାଚିନୀର ଢାଳଟିକୁ ଆଣିଲେ ଭାରି, ଆଉ ସେ ପାଣି ଗୁଡ଼ାକ ଢାଳି ଦେଲେ। ଏହା ଦେଖି ଗୁହଚରୀ ପିଶାଚିନୀ କାନ୍ଦିବାକୁ ଲାଗିଲା, କହିଲା କି ମୋତେ ଛାଡ଼ି ଦିଅ, ମୁଁ ଏମିତି କରିବାକୁ ଚାହୁଁନଥିଲି। ମୁଁ କିଛି ଜାଣିପାରୁନାହିଁ, ମୋ ଦେହରେ କିଏ ଗୋଟେ ସବୁଦିନ ରାତିରେ ପଶି ଯାଉଛି। ମୁଁ ତ ଛୁଆଦିନୁ କେବେ ବି ଏମିତି ନଥିଲି। ମୋତେ ଛାଡ଼ି ଦିଅ ତମେମାନେ, ମୁଁ ଘରକୁ ଯିବାକୁ ଚାହୁଁଛି। ତାପରେ ଗାଁର ସବୁ ଲୋକମାନେ ଗୋଟିଏ ତାନ୍ତ୍ରିକ ପାଖକୁ ଗଲେ, ଆଉ ସେ ସ୍ତ୍ରୀ ଲୋକ ଦେହରୁ ସେ ଗୁହଚରୀ ପିଶାଚିନୀକୁ ସବୁଦିନ ପାଇଁ ବାହାର କରିଦେଲେ। ଯଦି ଆପଣମାନଙ୍କୁ ଆମର এই ଭିଡ଼ିଓଟି ଭଲ ଲାଗିଛି ତାହେଲେ ଆପଣମାନେ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ପାଖରେ ଆସୁଥିବା ବେଲ୍ ଆଇକନରେ ପ୍ରେସ୍ କରନ୍ତୁ, ଯେମିତିକି ଆପଣଙ୍କ ପାଖରେ ମୋର ସବୁ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ପହଞ୍ଚିବ। ଥ୍ୟାଙ୍କ ୟୁ, ଧନ୍ୟବାଦ।